ଯେଉଁ ମଣିଷଟିଏ ଏଇଭଳି ପାପକର୍ମ ସବୁ କରୁଥାଏ, ଯାହାକି କୌଣସି କାରଣବଶତଃ କୌଣସି ନାରୀ ଆଖିରେ ସେ ଲୁହ ଦେଉଥାଏ, କି କୌଣସି କାରଣବଶତଃ ପିତାମାତାଙ୍କ ଉପରକୁ ହାତ ଉଠାଉଥାଏ, କି କୌଣସି କାରଣବଶତଃ କାହାରିକୁ ଧୋକା ଦେଇଥାଏ, କି କୌଣସି କାରଣବଶତଃ କାହାରିକୁ କଷ୍ଟ ଦେଇଥାଏ, କି କାହାର କୌଣସି ଜିନିଷ ହଡ଼ପ କରିଥାଏ, ତାହେଲେ ସେ ବ୍ୟକ୍ତି ଯେତେବେଳେ ସଂସାରରୁ ଚାଲିଯିବ, ତା ଜୀବନ ଚାଲିଯିବ ସତ, କିନ୍ତୁ ସେତିକି ବେଳେ ତା ଜୀବନ କିଛି ସମୟ ପାଇଁ ଆସିବ ଯେତେବେଳେ ଯମଦେବ ତାକୁ ତାଙ୍କ କଢ଼ାରେ, ତେଲ କଢ଼ାରେ ପକାଇବେ। ସେଥିପାଇଁ କିଛି ମଣିଷ ଏମିତି ବେହୋସରେ ରହିଯାଆନ୍ତି, ଯାହାକି ସେମାନେ ଜାଣିପାରନ୍ତିନି ଯେ ଆମେମାନେ ଯାହା ବି କିଛି ପାପ କରୁଛୁ, ଯାହା ବି କିଛି ଦୁଷ୍କର୍ମ କରୁଛୁ, ଯାହା ବି କିଛି ଅନ୍ୟାୟ କରୁଛୁ, ଆମକୁ କେହି ବି ଦେଖିପାରୁନାହାନ୍ତି। ଆମେ ଖସିଗଲୁ, ଆମର ସବୁକିଛି ଲୁଚି ରହିଗଲା। ବଟ୍ ଏତିକି ଭାବି ନିଅନ୍ତୁ, ଯେତିକି ବେଳେ ତୁମର ସମୟ ଆସିଯିବ, ତୁମେ ସଂସାରରୁ ଚାଲିଯିବ, ଭାବିଗଲ, ସମସ୍ତେ ଭାବିଲେ ତୁମେ ମରିଗଲ, ତୁମେ ଚାଲିଗଲ, ଏ ସଂସାରରୁ ପାର ହେଇଗଲ, ତାହା ନୁହଁ। ଏହା ତୁମକୁ ଏତେ ସାରା କଷ୍ଟ ଯନ୍ତ୍ରଣା ଦେବ ଯେ ସେହି ମୁହୂର୍ତ୍ତ, ସେହି ସମୟଟା ତୁମ ପାଇଁ ବହୁତ କଷ୍ଟ, ବହୁତ ଯନ୍ତ୍ରଣାଦାୟକ। ଯେତିକି ବେଳେ ଯମଦେବ ତୁମକୁ ପାଖକୁ ଡାକି କହିବେ, ଆରେ ମୂର୍ଖ ମଣିଷ, ତୁ ଯେତିକି ବି ପାପ କରିଛୁ, ଯେତିକି ନାରୀମାନଙ୍କୁ କଷ୍ଟ ଦେଇଛୁ, ଯେତିକି ନାରୀ ନିର୍ଯାତନାରେ ଭାଗିଦାର ଅଛୁ, ଯେତେ ଅପରାଧ କରିଛୁ, ଆଜି ସବୁର କର୍ମଫଳ ତୋତେ ଏଇ ତେଲ କଢ଼ାରେ ପକାଇ ମୁଁ ତୋତେ ଭୋଗ କରିବାକୁ ଦେବି। ସେତିକିବେଳେ କିଛି ସମୟ ପାଇଁ ଯମଦେବ ସେ ମଣିଷ ଭିତରେ ଜୀବନ ସୃଷ୍ଟି କରନ୍ତି, ଯାହାକି ସେ ସବୁକିଛି ସେଇଠି ଦେଖିପାରେ ଯେ ମୁଁ ଏମିତି ଗରମ ତେଲ କଢ଼ାରେ ପଡ଼ିକିରି ଫୁଟୁଛି, କେତେ ଯନ୍ତ୍ରଣା, କେତେ କଷ୍ଟ, ହେ ବିଧାତା ମୋତେ ରକ୍ଷା କର। କିନ୍ତୁ ବିଚରା ମଣିଷ ଭାବେ, ଆରେ ୟାର ମୁଁ ତ କିଛି ଦେଖିପାରିଲିନି, ଯେ ଭଗବାନ ମୋତେ କାହିଁ କୋଉଠି ତ କଷ୍ଟ ଦେଲେନି। ସେହି ଦିନକୁ ଅପେକ୍ଷା କରିବ ଯେଉଁଦିନ ତୁମର ଶେଷ ସମୟ ଆସିଯିବ, ଆଉ ସେଇ ଶେଷ ସମୟ ଥିବ ସ୍ୱୟଂ ଯମଦେବଙ୍କ ଉପରେ। ଯମଦେବ ସେଇ ମଣିଷକୁ ଭଲ ପାଆନ୍ତି, ଆଉ ସବୁବେଳେ ସେଇ ମଣିଷକୁ କହନ୍ତି, ରେ ମଣିଷ, ତୁ ଭଲ କର୍ମ କରିଚାଲ, ଆଉ ତୋ ସମୟ ହେଲେ ତୁ ନିଶ୍ଚୟ ଆପେ ଆପେ ଯିବୁ, ମୁଁ ତୋତେ କେବେ ବି ନେବାକୁ ଆସିବିନି। ଯମଦେବଙ୍କୁ ବହୁତ ସାରା ଲୋକ ଭଲ ପାଆନ୍ତି। କିଛି ଲୋକ ଅଛନ୍ତି ତାଙ୍କର ମନ୍ତ୍ର ଉଚ୍ଚାରଣ କରନ୍ତି, ତାଙ୍କ ପିତାଙ୍କୁ ଜଳଦାନ କରନ୍ତି, ସୂର୍ଯ୍ୟଦେବ। ବଟ୍ କିଛି କ୍ରୂର ମଣିଷ ଅଛନ୍ତି, ଏସବୁକୁ ପସନ୍ଦ କରନ୍ତିନି, କେବଳ ଅନ୍ୟାୟ କରନ୍ତି।